ତୁ ମୋ ଆଖିର ତାରା ଧାରାବାହିକର ଆଜିର ଅଧ୍ୟାୟରେ ଆପଣମାନେ ଦେଖିବେ। ତରୁଣ କହିବେ, ମୋତେ ଏମିତି କାହିଁକି ଲାଗୁଛି, ମୋର ନିଜର କେହି ଜଣେ ମୋତେ ମନେ ପକାଉଛି। ତାରା କହିବେ, ମୁଁ ଥାଉ ଥାଉ ତମର ପୁଣି ନିଜର ଆଉ କିଏ? ଯଦି ଏମିତି କିଏ ଥିବ ନା, ତାହେଲେ ମୁଁ ତାକୁ ଛାଡ଼ିବିନି। ତମେ କେବଳ ମୋର, ଆଉ ତମ ଲାଇଫରେ କେବଳ ମୋର ଜାଗା ଅଛି। ମୋ ଅଧିକାର ମୁଁ ଆଉ କାହାକୁ ବି ଛଡ଼େଇ ନେବାକୁ ଦେବିନି। ତରୁଣ ଭାବିବେ, ମୋତେ ଏମିତି କାହିଁକି ଲାଗୁଛି, କେହି ଜଣେ ମୋ ନିଜର ମୋ ଠାରୁ ଦୂରରେ ଅଛନ୍ତି, ଆଉ ସେ ମୋତେ ଖୋଜୁଛନ୍ତି। ସେ ବହୁତ କଷ୍ଟରେ ଅଛନ୍ତି। ଏମିତି ଫିଲିଙ୍ଗସ୍ ମୋ ମନରେ କାହିଁକି ଆସୁଛି? ତାରା ତ ମୋ ପାଖରେ ଅଛନ୍ତି, ହେଲେ ମୁଁ ତାଙ୍କୁ କାହିଁକି ଫିଲ୍ କରିପାରୁନି? ଏହାପରେ ସେ କହିବେ, ତାରା, ମୋତେ ଲାଗୁଛି ଏବେ ମୋତେ ଟିକେ ରେଷ୍ଟ ଦରକାର। ମୋ ଦେହଟା କାହିଁକି ଭଲ ଲାଗୁନି। ମୁଁ ରୁମ୍କୁ ଯାଉଛି। ଏହାପରେ ତରୁଣ ଚାଲିଯିବେ। ଏହି ସମୟରେ ନିକିତା ଆସି କହିବେ, କ'ଣ ହେଲା ତାରା ଦିଦି, ତମକୁ ତରୁଣ ଭାଇ ଛାଡ଼ିକି ଚାଲିଗଲେ? ଇଏ ଆରମ୍ଭ ମାତ୍ର। ଦେଖ ଆଗକୁ କ'ଣ କ'ଣ ହେଉଛି। ତମେ ମୋ ଭଉଣୀର ଭଲ ପାଇବାକୁ ଛଡ଼େଇ ନେଇଥିଲ ନା, ହେଲେ ଏବେ ଦେଖ କ'ଣ ହେଲା। ତମ ଭଲ ପାଇବା ତମଠାରୁ ଦୂରେଇ ଯାଉଛି। ତାରା, ମୋ ଭଉଣୀର କି ଭୁଲ ଥିଲା? ସେ ତ କେବଳ ତରୁଣ ଭାଇକୁ ଭଲ ପାଉଥିଲା, ହେଲେ ସେଇଟା ବି ତମେ ତା ପାଖରୁ ଛଡ଼େଇ ନେଲ। ମୁଁ ଜାଣିନି ତମ ଜୀବନରେ କି ଝଡ଼ ଆସିଥିଲା, ଆଉ ଆଗକୁ କ'ଣ ଝଡ଼ ଆସିବ, କିନ୍ତୁ ତରୁଣ ଭାଇଙ୍କ ଭଲ ପାଇବା ତମକୁ କେବେ ବି ମିଳିବନି। ଏହାପରେ ନିକିତା ସେଠାରୁ ଚାଲିଯିବେ। ଏପଟେ ତରୁଣଙ୍କ ରୁମ୍କୁ ତାରା ଆସି କହିବେ, ତମେ ଡୋର୍ କାହିଁକି ଲକ୍ କରୁଛ? ମୁଁ କେଉଁଠି ଶୋଇବି? ତରୁଣ କହିବେ, ତାରା, ମୁଁ ତମକୁ ଆଉ କେତେଥର କହିବି? ଆରେ ଖୁଡ଼ି ପରା ଆମ 2 ଜଣଙ୍କୁ ମନା କରିଛନ୍ତି, ଆମେ 7 ଦିନ ଅଲଗା ରହିବା ବୋଲି ସେ କହିଛନ୍ତି। ତମେ କ'ଣ ଏକଥା ଜାଣିପାରୁନ? ତାରା କହିବେ, ତମେ କ'ଣ ବୁଝିପାରୁନ? ମୁଁ ତମଠାରୁ ଦୂରେଇ ରହିପାରିବିନି। ମୋତେ ଲାଗୁଛି ତମ ଲାଇଫରେ ଆଉ କିଏ ଅଛି, ସେଥିପାଇଁ ତମେ ମୋତେ ଆଭଏଡ଼ କରୁଛ। ତରୁଣ କହିବେ, ତମ ମୁଣ୍ଡ ଫୁଣ୍ଡ ଖରାପ ହେଇଗଲାଣି କି? ତମ ମାଇଣ୍ଡକୁ ଏସବୁ କଥା କେମିତି ଆସୁଛି? ତାରା, ମୁଁ ବାସ୍ ସମସ୍ତଙ୍କ କଥାକୁ ଫଲୋ କରୁଛି, ଆଉ ବାସ୍ 7 ଦିନ, ତାପରେ ତ ସବୁ କିଛି ଠିକ୍ ହେଇଯିବ। ତାହେଲେ ଏଥିରେ ପ୍ରୋବ୍ଲେମ୍ କ'ଣ? ତାରା କହିବେ, ପ୍ରୋବ୍ଲେମ୍ ଅଛି ତରୁଣ, କାହିଁକି ନା ମୁଁ ତମକୁ 7 ଦିନ କ'ଣ, ଗୋଟେ ମୁହୂର୍ତ୍ତ ବି ଛାଡ଼ିକି ରହିପାରିବିନି। ଆଉ ଏସବୁ ପୂଜା ବ୍ରତ ଏସବୁ କିଛି ଯାଏ ଆସେ ନାହିଁ। ମୁଁ କେବଳ ଏତିକି ଜାଣିଛି, ତମେ କେବଳ ମୋର। ତରୁଣ କହିବେ, ଓକେ, ତମେ ଯାହା ଚାହୁଁଛ ସେଇଆ ହେବ। ଏହି ସମୟରେ ନିକିତା ଓ ରୂପସୀ ଆସିବେ। ନିକିତା କହିବେ, ହେଲେ ଆମେ ଏକଥା ଜମା ବି ଚାହୁଁନୁ। ଆଉ ତମେମାନେ 2 ଜଣ କ'ଣ ମାଙ୍କ କଥାକୁ ମାନିବନି? ଆରେ ତମମାନଙ୍କ ପାଇଁ ମା ଏତେ ବଡ଼ ପୂଜା ରଖିଛନ୍ତି, ଏମିତିକି ସେ ନିଜେ ଯାଇ ମନ୍ଦିରରେ ରହୁଛନ୍ତି ତମ ସୁଖ ଶାନ୍ତି ପାଇଁ। ଯଦି ମା ତମ 2 ଜଣଙ୍କ ମଙ୍ଗଳ ପାଇଁ 7 ଦିନ ଅଲଗା ରହିବାକୁ କହିଛନ୍ତି, ତାହେଲେ ତମେମାନେ କ'ଣ ସେତିକି ବି କରିପାରିବନି? ତାମାନେ ତମେ ମାଙ୍କ କଥା ମାନିବାକୁ ଚାହୁଁନ? ଆଉ ମା ଏକଥା ଜାଣିଲେ କେତେ କଷ୍ଟ ପାଇବେ? ଦିଦି, ତମେ ତ ଆଗରୁ କେବେ ଏମିତି କରନି। ତମେ ତୋର ମାଙ୍କର ସବୁ କଥା ମାନ, ତାହେଲେ ଆଜି କେମିତି ମାନୁନ? ରୂପସୀ କହିବେ, ହଁ, ନିକିତା ଠିକ୍ କହୁଛି। ତାରା, ତୁ ଏଇ 7 ଦିନ ତରୁଣଙ୍କ ପାଖରୁ କ'ଣ ଅଲଗା ରହିପାରିବୁନି? ଚାଲ, ମୁଁ ତୋ ପାଇଁ ଗୋଟେ ଅଲଗା ରୁମ୍ ରେଡ଼ି କରିଛି, ତୁ ଆଜିଠୁ ସେଇଠି ଶୋଇବୁ। ଏହାପରେ ରୂପସୀ ତାରାଙ୍କୁ ନେଇ ଚାଲିଯିବେ। ଏହାପରେ ରାତି ଅଧରେ ତାରା ଆସି ନିକିତାଙ୍କ ରୁମ୍ରେ ପହଞ୍ଚିବେ, ଆଉ ସେଠି ସର୍ଫ ପାଣି ତଳେ ଢାଳି ଦେବେ। ନିକିତା ରାତି ଅଧରେ ଉଠିବା ସମୟରେ ତାଙ୍କ ପାଦ ଖସି ସେ ତଳେ ପଡ଼ିଯିବେ, ଆଉ ତାଙ୍କ ଗୋଡ଼ ମୋଡ଼ି ହେଇଯିବ। ପରିବାର ସମସ୍ତେ ସେଠିକି ଧାଇଁ ଆସିବେ। ତାରା କହିବେ, ଆରେ ନିକିତା, ତୋର କ'ଣ ହେଲା? ତୁ ରାତି ଅଧରେ କୁଆଡ଼େ ଯାଉଥିଲୁ? ଆଉ ଏ ସର୍ଫ ପାଣି ବାଲ୍ଟି ୱାସରୁମ୍ରୁ ଆଣିକି ଏ ବାହାରେ ରଖିବା କ'ଣ ଦରକାର? ଦେଖିଲୁ ପଡ଼ିଗଲୁ ନା? ତୁ ନା ଅନ୍ୟମାନଙ୍କ ବିଷୟରେ ଚିନ୍ତା ନ କରି ଏବେ ବୀର ଆଉ ତୋ ବିଷୟରେ ଚିନ୍ତା କରିବା ଉଚିତ।